ସବୁ ମସଲା ଗୁଡ଼ା ଏକା ସାଙ୍ଗରେ ମୋତେ ପାଟି କରିବାରୁ ମୁଁ ଏକା ସାଙ୍ଗରେ ତାକୁ ତାୱାରେ ପକେଇକି ପୁରା ଭାଜିକି ପୁରା ରୋଷ୍ଟ ବନେଇଦେଲି। ସେଥିରେ ଟିକେ ମିଠା ଲାଗିବ ବୋଲି ଟିକେ କାଜୁ ଟିକେ ପକେଇଦେଲି ଆଉ ଟିକେ ଟମାଟୋ ପକେଇଦେଲି। ତାକୁ ଏକା ସାଙ୍ଗରେ ପେଷ୍ଟ କରିଦେଲି। ପେଷ୍ଟ କରିସାରିଲା ପରେ ଛୋଟ ଛୋଟ ଆଳୁ ଗୁଡ଼ାକ ସବୁ ମାଡ଼ ବି ହେଉଥିଲେ ତାକୁ ବି ସିଝେଇ ଦେଇକି ତାକୁ ଚୋପା ପୁରା ତାକୁ ଚମ ସବୁ ଛଡ଼େଇଦେଲି। ଛଡ଼େଇ ସାରିଲା ପରେ ତାକୁ ପୁଣି ହଳଦୀ ଲୁଣରେ ଟିକେ ଗୋଳେଇ ଦେଇକି ତାକୁ ପୁଣି ସେ ତାୱାରେ ବସେଇକି ପୁରା ଫ୍ରାଏ କରିଦେଲି ତେଲ ଟିକେ ପକେଇକି। ଆଉ ଫ୍ରାଏ କରିସାରିଲା ପରେ ଯେଉଁ ମସଲା ଥିଲା ସେଇ ମସଲାକୁ ପୁଣି ଢାଳିଦେଲି। ପିଆଜ ବି ସେ ବି କାନ୍ଦୁଲା, କହିଲା ମୋତେ ସବୁ ତରକାରୀ ପକାଉଛ ଏଥିରେ ପକାଇବନି ନା। ହଉ ଠିକ୍ ଅଛି ପକାଇଦେବା। ତାକୁ କାଟିକିନି ବି ପିଆଜ ଟିକେ ପକାଇ ଦିଆହେବ। ପକାଇ ଦିଆ ସାରିଲା ପରେ ସବୁ ମସଲା ସେ କହ ମୋତେ ଫାଷ୍ଟ ଆଗ ରୋଷ୍ଟ କରିକିନି ପେଷ୍ଟ ବନେଇଥିଲ ମୋତେ ନ ପକାଇକିନି ପିଆଜକୁ ଭାଜିଦେଲ। ହଉ ଠିକ୍ ଅଛି ହଉ କାନ୍ଦେନା ହଉ ତୋତେ ମସଲା ପକାଇ ଦିଆହେଲା। ମସଲା ପକାଇ ସାରିଲା ପରେ ହଳଦୀ କଲା ମୁଁ ହେଉଛି ମେନ୍ ମୁଁ ହେଉଛି ଟର୍ମେରିକ୍ ପାଉଡ଼ର ମୋତେ ଫାଷ୍ଟ ପକା। ହଉ ଠିକ୍ ଅଛି ତାକୁ ପକାଇକିନି କଷି କୁଷା ଦେଲା। ଆଳୁ ପକାଇ ଦିଆହେଲା। ହେଇଗଲା ଆମର ଆଳୁଦମ୍।